ସାମ୍ପ୍ରଦାୟିକତାବାଦ କ'ଣ? ଓକେ, ସାମ୍ପ୍ରଦାୟିକତାବାଦ ମାନେ କ'ଣ ଏବଂ କାରଣ ଗୁଡ଼ାକ କ'ଣ କ'ଣ ଯେଉଁଟାକି ଇନଫ୍ଲୁଏନ୍ସ କରେ କି ସାମ୍ପ୍ରଦାୟିକତାବାଦ ସେଇ ଦେଶରେ ହେଉଛି। ଓକେ, ଦେଖ ଆମେ କ'ଣ ଲେଖିବା ଇଣ୍ଟ୍ରୋଡକ୍ସନରେ, ଭାରତ ଗୋଟିଏ ବିବିଧତାର ଦେଶ, ବିଶାଳ ଦେଶ, ଏଥିରେ ବହୁତ ଜାତି ଏଠାରେ ବହୁତ ସମ୍ପ୍ରଦାୟର ଲୋକମାନେ ରହୁଛନ୍ତି। ଓକେ, ଦେଖ ମୁଁ ଲେଖିଦେଇଛି ଏଟା ମଧ୍ୟ। ଆମ ଦେଶରେ ଜାତି ଗଠନ ପାଇଁ ବିଭିନ୍ନ ସମସ୍ୟା ବା ଆହ୍ୱାନର ସମ୍ମୁଖୀନ ହେଉଛି। ଜାତି ଗଠନ ସୃଷ୍ଟି ହେଉଥିବା ପ୍ରମୁଖ ଆହ୍ୱାନ ଗୁଡ଼ିକ ମଧ୍ୟରୁ ସାମ୍ପ୍ରଦାୟିକତାବାଦ, ଜାତୀୟତାବାଦ, ଆଞ୍ଚଳିକତାବାଦ, ଆତଙ୍କବାଦ ବିଶେଷ ଭାବରେ ସମସ୍ୟା ସୃଷ୍ଟି କରୁଛି। ଏଇଟା ହେଉଛି ଇଣ୍ଟ୍ରୋଡକ୍ସନ୍। ବଟ୍ ଆମେ ଏଇଠାରେ ଲେଖିବା ସାମ୍ପ୍ରଦାୟିକତାର ଅର୍ଥ କ'ଣ। ଏମିତି ଲେଖିପାରିବ, ଭାରତ ଏକ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ଭାଷା, ସଂସ୍କୃତି ଗୋଷ୍ଠୀର ଲୋକ ବସବାସ କରିଥାନ୍ତି। ଭାରତରେ ଦେଖାଯାଉଥିବା ବିବିଧତା ମଧ୍ୟରେ ଏକତା ରକ୍ଷା କରିବା ପାଇଁ ଆମ ସମ୍ବିଧାନ ଅନୁସାରେ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରୂପରେ ଘୋଷଣା କରାଯାଇଛି। କିନ୍ତୁ ଏହା ସତ୍ତ୍ୱେ ବିଭିନ୍ନ ଧର୍ମର ଲୋକ ତଥା ବିଭିନ୍ନ ଭାଷାଭାଷୀର ଲୋକମାନଙ୍କ ମଧ୍ୟରେ ବିଦ୍ୱେଷ ତଥା ହିଂସା ଭାବ ଦେଖାଦେଉଛି, ଯାହାଫଳରେ ଗୋଟିଏ ଧାର୍ମିକ ଗୋଷ୍ଠୀ ଅନ୍ୟ ଧାର୍ମିକ ଗୋଷ୍ଠୀ ତଥା ସମ୍ପ୍ରଦାୟ ପ୍ରତି ବିଦ୍ୱେଷ, ହିଂସା ବା ଶତ୍ରୁତା ଭାବ ପ୍ରଦର୍ଶନ କରେ। ତାକୁ ସାମ୍ପ୍ରଦାୟିକତା କୁହାଯାଏ। ଓକେ, ଏଠାରେ ସଠିକ୍ ଭାବରେ କୁହାଯାଇଛି କି ସାମ୍ପ୍ରଦାୟିକତା କ'ଣ, ମାନେ ନିଜ ଧର୍ମକୁ ବେଶୀ ଭଲ ପାଇବା। ଓକେ, ଯଦି ଏଠାରେ ଯଦି ହିନ୍ଦୁ ଅଛନ୍ତି, ଓକେ, ସେମାନେ ହିନ୍ଦୁମାନଙ୍କ ଡେଭଲପମେଣ୍ଟ ଲାଗି କାର୍ଯ୍ୟ କରିବେ। ଏଠାରେ ଯଦି ମୁସଲମାନ ଅଛନ୍ତି, ଏମାନେ ଏହା ପ୍ରତି ଘୃଣା ଭାବ ଦେଖାଇବେ, ଏଇଟା ନିଶ୍ଚୟ। କାରଣ ଏଇଟା ହେଉଛି ସାମ୍ପ୍ରଦାୟିକତାବାଦ। ଏହା ଦ୍ୱାରା ହିଁ ଆମ ଦେଶ ପଛରେ ରହିଯାଇଛି, ଆଗକୁ ଯାଇପାରୁନି। ଏହା ଗୋଟେ ଚ୍ୟାଲେଞ୍ଜ ଅଟେ। ଓକେ, ଏଇଟା ଗୋଟେ ଚ୍ୟାଲେଞ୍ଜ। ଓକେ, ସାମ୍ପ୍ରଦାୟିକତାର କାରଣ ଗୁଡ଼ାକ କ'ଣ କ'ଣ ଦ୍ୱାରା ସାମ୍ପ୍ରଦାୟିକତା ହେଉଛି। ଧର୍ମୀୟ ମୌଳିକତାବାଦ ଦେଖିଥିବ। ଏଠାରେ ଧର୍ମୀୟ ମନୋଭାବ ଆମର ଅଛି। ଆମ ଧର୍ମକୁ ଆମେ ବେଶୀ ଭଲ ପାଉଛୁ, ଯାହାଦ୍ୱାରା କି ଏହା ହେଉଛି। ବିଭିନ୍ନ ଧର୍ମଗୁରୁମାନେ ଅଛନ୍ତି, ପୁରୋହିତମାନେ ଅଛନ୍ତି, ଧର୍ମ ଯାଜକମାନେ ଅଛନ୍ତି, ଲୋକମାନଙ୍କଠାରେ ଧର୍ମାକ୍ଷଣ ସୃଷ୍ଟି କରୁଛନ୍ତି, ନିଜ ଧର୍ମ ପ୍ରତି ବେଶୀ ଭାବନା ଜାଗୃତ କରୁଛନ୍ତି। ମାନେ ବିଭିନ୍ନ ଧର୍ମଗୁରୁମାନେ ଅଛନ୍ତି, ସେମାନେ କେବଳ ପ୍ରବଚନ ଦେଉଛନ୍ତି ଏବଂ ନିଜ ଧର୍ମକୁ ସେମାନେ ଇନଫ୍ଲୁଏନ୍ସ କରୁଛନ୍ତି, ପ୍ରଚାର କରୁଛନ୍ତି, ପ୍ରୋପାଗେଟିଂ କରୁଛନ୍ତି, ଯାହାଦ୍ୱାରା କି କ'ଣ ହେଉଛି, ସେ ନିଜ ଧର୍ମ ପ୍ରତି ହିଁ ଭଲ ପାଇବା ଅଧିକ ବଢ଼ୁଛି। ଓକେ, ନିଜ ଭଗବାନଙ୍କ ପ୍ରତି, ନିଜ ଧର୍ମ ପ୍ରତି। ଓକେ, ସେମାନଙ୍କ ମଧ୍ୟରେ ଗୋଟିଏ ଧର୍ମ ପ୍ରତି ଘୃଣା ଭାବ ଭରି ଦେଉଛନ୍ତି। ଦେଖ, ନିଜ ଧର୍ମକୁ ସେମାନେ ଭଲ ପାଉଛନ୍ତି, କିନ୍ତୁ ଆଉ ଗୋଟେ ଧର୍ମ ପ୍ରତି ସେମାନେ ଘୃଣା ଭାବନା ଭରି ଦେଉଛନ୍ତି। ବିଭିନ୍ନ କୁସଂସ୍କାର ପ୍ରଚଳନ କରୁଛନ୍ତି, ଯାହାଫଳରେ ଲୋକମାନଙ୍କର ମତିଭ୍ରଷ୍ଟ ହୋଇଛି। ଅନ୍ୟ ଧର୍ମ ପ୍ରତି ଘୃଣା, ବିଦ୍ୱେଷ, ହିଂସା ଭାବ ପ୍ରଦର୍ଶନ ହେଉଛି। ଓକେ, ଏହାଦ୍ୱାରା କ'ଣ ଦେଖାଯାଉଛି, ସାମ୍ପ୍ରଦାୟିକତା ସୃଷ୍ଟି ହେଉଛି। ଓକେ, ପ୍ରଥମ ଆପଣ ପଏଣ୍ଟ କ'ଣ ଲେଖିବେ କି ଧର୍ମୀୟ ମୌଳିକତାବାଦ। ମୌଳିକତାବାଦ ଲେଖିଦେବେ, ଧର୍ମର ମୌଳିକତାବାଦ ହିସାବରେ ସେମାନେ କାର୍ଯ୍ୟ କରୁଛନ୍ତି। ଓକେ, ତାପରେ ଦେଖିବା ସାମ୍ପ୍ରଦାୟିକତା ସମ୍ବାଦପତ୍ର। ଆପଣ ଦେଖିଥିବେ ସମ୍ବାଦପତ୍ରରେ ଏମିତି ଗୋଟେ ଯଦି ସମ୍ବାଦପତ୍ର ଅଛି, ଓକେ, ଏଇଟା କାହା ଦ୍ୱାରା, ଗଣମାଧ୍ୟମଙ୍କ ଦ୍ୱାରା, ମାନେ ଲୋକମାନଙ୍କ ପାଇଁ ସମ୍ବାଦପତ୍ର ସୃଷ୍ଟି ହୁଏ। କେବଳ ଗୋଟିଏ ଧର୍ମର ଭଲ ଭଲ ଜିନିଷ ସେମାନେ ଲେଖିବେ, ହେଲା। ଗୋଟିଏ ସମ୍ବାଦପତ୍ରରେ କେବଳ ଭଲ ଭଲ ଜିନିଷ ଲେଖିବେ ଗୋଟିଏ ଧର୍ମର, ଏବଂ ଆଉ ଗୋଟେ ଧର୍ମର ଖରାପ ଜିନିଷ ମଧ୍ୟ ସେମାନେ ଲେଖିଥାନ୍ତି ଆଉ ଗୋଟେ ସାଇଡ଼୍ରେ, ଯଦ୍ୱାରା ସେଟାକୁ ପଢ଼ି ଲୋକମାନଙ୍କର ମତିଭ୍ରଷ୍ଟ ହେଉଛି। ଲୋକମାନେ ଜାଣୁଛନ୍ତି କି ନିଜ ଧର୍ମ ଭଲ, ଆମ ଧର୍ମ ଭଲ ଏବଂ ଅଲଗା ଲୋକଙ୍କର ଧର୍ମ ଖରାପ। ଓକେ, ସେଇ ଭାବନା ତାଙ୍କ ମନରେ ରହିଯାଉଛି। ଓକେ, 2 ନମ୍ବର ପଏଣ୍ଟ ହେଲା କ'ଣ, ସାମ୍ପ୍ରଦାୟିକତା ସମ୍ବାଦପତ୍ର। ସମ୍ବାଦପତ୍ର ପଢ଼ି ମଧ୍ୟ ଲୋକମାନଙ୍କ ମତିଭ୍ରଷ୍ଟ ହେଉଛି ଏବଂ ସେମାନେ ନିଜ ଧର୍ମକୁ ବେଶୀ ପ୍ରାୟୋରିଟି ଦେଉଛନ୍ତି ଏଜ୍ ଫର୍ ଦ ଅଦର ରିଲିଜିଅନ୍। ଓକେ, ତାପରେ ଦେଖିବା ଇତିହାସରେ ସାମ୍ପ୍ରଦାୟିକତା। ଇତିହାସ ଯଦି ଆମେ ପଢ଼ୁଛୁ, ଓକେ, ଐତିହାସିକମାନେ ଦାୟୀ ମଧ୍ୟ ଅଛନ୍ତି ଏଠାରେ ବହୁତ ପରିମାଣରେ। ଐତିହାସିକମାନେ କ'ଣ କରିଛନ୍ତି, ଭାରତ ଇତିହାସକୁ ମୁସଲିମ ଇତିହାସ, ଶିଖ ଇତିହାସ, ହିନ୍ଦୁ ଇତିହାସରେ ବିଭକ୍ତ କରିଦେଇଛନ୍ତି। ଓକେ, ଆପଣ ଦେଖିଥିବେ ଆମ ଯେଉଁ ପିରିୟଡ଼ ଦେଖାଯାଏ, ମୁସଲମାନ ପିରିୟଡ଼, ତ ସେଠାରେ କିଛିଟା ଭଲ ବି ଅଛି, କିଛିଟା ଖରାପ ଜିନିଷ ବି ସେମାନେ ଲେଖିଛନ୍ତି ଇତିହାସରେ। ମୋଗଲ ପିରିୟଡ଼, ଦିଲ୍ଲୀ ସୁଲତାନ ପିରିୟଡ଼, ସୁଫି ଭକ୍ତି ପିରିୟଡ଼। ତ ଏମିତି ଯେଉଁ ବିଭାଗୀକରଣ କରାଯାଇଛି ନା ଆମ ଭାରତ ଇତିହାସକୁ, ଯଦ୍ୱାରା କ'ଣ ହେଉଛି କି ଆମ ଭିତରେ ହିଂସା ଭାବ ଜନ୍ମ ହେଉଛି। କାହା ଦ୍ୱାରା, ସେ ଅଲଗା ଧର୍ମ ପ୍ରତି। ଓକେ, ଏହା ଏଠାରେ କୁହାଯାଇଛି କି ଏହା ପାଇଁ କେଉଁମାନେ ଦାୟୀ, ଐତିହାସିକମାନେ ଦାୟୀ। ସେମାନେ ଇତିହାସକୁ ମୁସଲିମ ଇତିହାସ, ଶିଖ ଇତିହାସ, ହିନ୍ଦୁ ଇତିହାସରେ ବିଭକ୍ତ କରିଛନ୍ତି,
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ସମ୍ପ୍ରଦାୟ ପ୍ରତି ବିଦ୍ୱେଷ ଭାବନା ଜାଗ୍ରତ କରିବା ଏବଂ ସାମ୍ପ୍ରଦାୟିକତା ସୃଷ୍ଟି ହେଉଛି। ଓକେ, 3 ନମ୍ବର ହେଉଛି ବୈଦେଶିକ ସାହାଯ୍ୟ। ଭାରତରେ ଥିବା ବହୁ ସଂସ୍ଥାମାନେ ଯେଉଁ ଅଛନ୍ତି ଭାରତରେ ବାହାରୁ ଅନେକ ଅର୍ଥ ଆସୁଛି, ପଇସା ଆସୁଛି, ସାମଗ୍ରୀ ଆସୁଛି, ସାହାଯ୍ୟ ସହଯୋଗ ପାଉଛନ୍ତି ସେମାନେ ବିଦେଶରୁ ହେଲା। ତ ସେ ଯେଉଁ ଆର୍ଥିକ ପ୍ରଲୋଭନରୁ ବଶବର୍ତ୍ତୀ ହୋଇକି ବିଭିନ୍ନ ବ୍ୟକ୍ତି ବିଭିନ୍ନ ସାମ୍ପ୍ରଦାୟିକ ଅନୁଷ୍ଠାନ ଗଠନ କରୁଛନ୍ତି ଏବଂ ସାଧାରଣ ଜନତାଙ୍କୁ ନିଜ ସମ୍ପ୍ରଦାୟ ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରଲୋଭନ ଦେଖାଉଛନ୍ତି। ଏହାଦ୍ୱାରା ସାମ୍ପ୍ରଦାୟିକତାବାଦ ବହୁଳ ଅଭିବୃଦ୍ଧି ହେଉଛି। ଓକେ, ଧର୍ମର ରାଜନୀତିକରଣ କରିଦେଉଛନ୍ତି ପିଲାମାନେ। ଯଦି ଗୋଟିଏ ଧର୍ମର ଗୋଟିଏ ଅଞ୍ଚଳରେ କେବଳ ମନେକର ଗୋଟିଏ ଅଞ୍ଚଳରେ କେବଳ ହିନ୍ଦୁମାନେ ରହୁଛନ୍ତି, ଆଉ ଗୋଟେ ଅଞ୍ଚଳରେ ଶିଖମାନେ ରହୁଛନ୍ତି। ହିନ୍ଦୁମାନେ ଗୋଟିଏ ନେତା ଠିଆ ହେଲେ କି ହିନ୍ଦୁମାନେ ସବୁ ସେ ଗୋଟିଏ ନେତାକୁ ହିଁ ଭୋଟ ଦେବେ। ଶିଖମାନଙ୍କର ଗୋଟେ ଯଦି ନେତା ଠିଆ ହେଲା ସେମାନେ ତାଙ୍କ ନେତାଙ୍କୁ ହିଁ ଭୋଟ ଦେବେ। ଏହା ହେଉଛି ଧର୍ମର ରାଜନୀତି ହୋଇଯାଉଛି। ରାଜନୀତି କାରଣରୁ ଏହା ମଧ୍ୟ ହେଉଛି କି ଯେଉଁ ଧର୍ମର ଲୋକ ବେଶୀ ଅଛନ୍ତି ସେହି ଧର୍ମର ଲୋକ କ'ଣ କରୁଛନ୍ତି, ଗୋଟେ ନେତା ସୃଷ୍ଟି କରୁଛନ୍ତି ଏବଂ ସେ ନେତାକୁ ସେମାନେ ଭୋଟ ଦେଇ ସେମାନେ ଜୟଯୁକ୍ତ କରୁଛନ୍ତି, ଯାହାଦ୍ୱାରା କି ସେ ନେତା ସେହି ଅଞ୍ଚଳର ଡେଭଲପମେଣ୍ଟ ଲାଗି କାର୍ଯ୍ୟ କରୁଛି ଏବଂ ଅନ୍ୟ ଅଞ୍ଚଳକୁ ସେ ଭୁଲି ଯାଉଛି, ଯାହାଦ୍ୱାରା କି ଏଠାରେ କ'ଣ ହେଉଛି, ଧର୍ମର ରାଜନୀତିକରଣ ହେଉଛି। ଓକେ, ପ୍ରଶାସନିକ ବିଫଳତା। ପ୍ରଶାସନର ଦୁର୍ବଳତା ଦେଖାଯାଉଛି। ବିଫଳତା ସାମ୍ପ୍ରଦାୟିକତା ବୃଦ୍ଧି ପାଇଁ ଏକ ଅନ୍ୟତମ କାରଣ। କିପରି? ଦଙ୍ଗା ଯେଉଁଠି ହେଉଛି ସେହି ଅଞ୍ଚଳମାନଙ୍କରେ ପ୍ରଶାସନ ଠିକ୍ସେ ପଦକ୍ଷେପ ନେଇପାରୁନାହିଁ, ସେ ଜାଗାକୁ ଠିକ୍ସେ ପହଞ୍ଚି ପାରୁନାହିଁ, ସାମ୍ପ୍ରଦାୟିକତା ବୃଦ୍ଧି ପାଉଛି। ରାଜନୈତିକ ନେତାମାନେ ମଧ୍ୟ ବିଭିନ୍ନ ହିଂସାତ୍ମକ କାଣ୍ଡକୁ ସମାଧାନ କରିବା ପାଇଁ ନିବୃତ୍ତ ହେଉଛନ୍ତି। ସାମାଜିକ ଓ ଆର୍ଥିକ ବୈଷମ୍ୟ। ଓକେ, ସମାଜ ଏବଂ ଆର୍ଥିକ ସ୍ତରରେ ମଧ୍ୟ ସାମ୍ପ୍ରଦାୟିକତା ସୃଷ୍ଟି ହେଉଛି। ସମାଜରେ ମଧ୍ୟ ଅନେକ ଧର୍ମର ଲୋକ ବସବାସ କରୁଛନ୍ତି, ତେଣୁ ସେହି ମଧ୍ୟରୁ ଅନେକ ଲୋକ ଧର୍ମ ମଧ୍ୟରେ ପ୍ରଭେଦ କରି ହିଂସା ଦିଗକୁ ଗତି କରୁଛନ୍ତି, ଯାହାଫଳରେ ସାମ୍ପ୍ରଦାୟିକତା ସୃଷ୍ଟି ହେଉଛି। ଓକେ, ତାପରେ ଏମିତି କିଛି କନକ୍ଲୁଜନ୍ ଲେଖିବାର ଅଛି। ଓକେ, ତାପରେ ଖତମ କରିଦେବାର ଅଛି। ତାପରେ ଦେଖ ପିଲାମାନେ, ଜାତି ଏଇଟା ବି କ୍ୱେଶ୍ଚନ୍ ଆସେ। ଜାତି ଶବ୍ଦଟି ଗୋଟିଏ ଲାଟିନ୍ ଶବ୍ଦ ନେସନ୍ ଏବଂ ନେଟିୟସ୍ରୁ ଆନିତ, ଯାହାର ଅର୍ଥ କ'ଣ, ରକ୍ତ ସମ୍ପର୍କ ବା ଜନ୍ମ ବା ବଂଶ। ଓକେ, ସାଧାରଣତଃ ଗୋଟିଏ ସାଧାରଣ ପୂର୍ବଜନ୍ମ ବଂଶଧରକୁ ନେଇ ଗଠିତ ସମ୍ପ୍ରଦାୟ ବା ରକ୍ତ ସମ୍ପର୍କୀୟ ଜନସମ୍ବନ୍ଧକୁ ଜାତି କୁହାଯାଏ, କିନ୍ତୁ ଏହା ଏକ ସଂକ୍ଷିପ୍ତ ରୂପ। ସାଧାରଣତଃ ଜାତି କହିଲେ ସ୍ୱାଧୀନ ହେଉଥିବା ଦେଶର ଅଧିବାସୀ ଏବଂ ସ୍ୱାଧୀନତା ପାଇବା ପାଇଁ ଚେଷ୍ଟିତ ଜନସାଧାରଣଙ୍କୁ ଗୋଟିଏ ଜାତି ବୋଲି କୁହାଯାଏ। ଓକେ, ଏହା ହେଉଛି ଜାତି। ତ ପିଲାମାନେ ଆଜି ଆମେ ଏତିକି ପଢ଼ିବା ଏବଂ ନେକ୍ସଟ ଭିଡ଼ିଓରେ ଆମେ କ'ଣ କରିବା, ଆଞ୍ଚଳିକତାବାଦ ପଢ଼ିବା। ଯାହା ବି ସବୁ କ୍ୱେଶ୍ଚନ୍ ଅଛି ସବୁ ଡିସ୍କସନ୍ କରିଦେବା। କିନ୍ତୁ ଏଇ ଯେଉଁ ମୁଁ କହିଲି ଜାତୀୟତାବାଦ, ଏହି ଜାତୀୟତାବାଦର ଉପାଦାନ ମୋଷ୍ଟ ଇମ୍ପୋର୍ଟାଣ୍ଟ, ସେଥିପାଇଁ ମୁଁ ଲେଖିଦେଇଛି। ତାପରେ ଦେଖିବା ସାମ୍ପ୍ରଦାୟିକତାବାଦ। এই ଯେଉଁ ସାମ୍ପ୍ରଦାୟିକତାବାଦ ଅଛି ଏହାର କାରଣ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଓକେ, ଏଇ ଦୁଇଟା ଲଙ୍ଗ କ୍ୱେଶ୍ଚନ୍ ଆସିପାରେ, ଆପଣ ପଢ଼ି ଦେଇଥାନ୍ତୁ ଏବଂ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ ଯଦି ନୂଆ କରି ଆସିଛନ୍ତି, ଏବଂ ଟେଲିଗ୍ରାମରେ ଆପଣ ଏହାର ନୋଟ୍ ପାଇଯିବେ। ତ ଟେଲିଗ୍ରାମରେ ଜଏନ୍ ହୁଅନ୍ତୁ, ଡେସ୍କ୍ରିପସନ୍ରେ ଲିଙ୍କ୍ ଦେଇଦେଇଛି। ସେଥି ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।